चैतन्यं शाश्वतं शान्तं व्यवहातीतं निरञ्जनं नादविदुर्वादीतं तस्मै श्रीगुरवे नमः। सर्वश्रुतिशिरोरत्नं विराजितमदामजं वेदान्तं भुजमाकर्णं तस्मै श्रीगुरवे नमः। ॐ शान्तकालं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिनीनाथगम्यं वन्दे विष्णुं भवभयहरं सर्वलोकैकनाथं। भगवान् जगदीशयनं सुतति परमानन्द श्री गुरुदेव की देवमय श्री गुरुदेव की चिन्मय श्री भगवानंदी श्री गुरुदेव की। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ओम शान्ति शान्ति शान्ति। जय श्री राधे। परं ब्रह्म परं धाम पवित्रं परमं भवान् पुरुषं शाश्वतं आदिदेवं भजन्ति सर्वस्वताहं मन्नाथ श्री जगन्नाथ मम गुरु श्री जगद्गुरु परात्मा सर्वभूतात्मा तस्मै श्री गुरवे सर्वप्रथमे माँ हिंगुलाई को माँ शारदा बिलमा शारदा बिरजा भैरवी सबु रूपरे माँ हिंगुला को प्रणाम निवेदन। वर्तमान आम विश्वर बा मोटामोटी आम समाज रे वर्तमान बहुत प्राकृतिक विपर्यय ठारू आरंभ करी अनेक अशांति आमको घेरी रही। तेणु ये समस्त प्रकार अशांति दूर हवा पाई केवल हरि नाम ही केवलम हरि नाम कहुई हरेर नामैव केवल हरेर नामैव केवलम हरेर नामैव केवलम परो नास्त्यैव 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 गतिरन्य। आमे जदि तांकरी भावरे जदि आमे विश्वास न रखू केवल से भाव भितरे आमे जदि आमर लक्ष्य पूर्ण करने
ଯଦି ଆମେ ଅଗ୍ରସର ନ ହଉ ତାହେଲେ ଲାଭ କ'ଣ ହେବ? ମଣିଷ ଜନ୍ମ ହେଇଛି, ଜନ୍ମ ହେବା ପରେ ସେ ଖାଇଛି, ବୁଲିଛି, ପାଠ ପଢ଼ିଛି, ଏମିତି ସବୁ କରି କରି ଶେଷରେ ଏ ଦୁନିଆରୁ ସେ ବିଦାୟ ନେଇଯାଇଛି। ଓଡ଼ିଶା ମାଟି ନୁହେଁ କେବଳ, ସମଗ୍ର ବିଶ୍ୱ ବା ଦେଶ ସବୁ ଦେଶର ସାମାଜିକ ସ୍ଥିତିକୁ ଯଦି ଆପଣମାନେ ଅନୁସରଣ କରନ୍ତି ବା ଭାବନ୍ତି, ତେବେ ଲାଭ କ'ଣ ପାଇବେ? ଲାଭ ପାଇବେ ଜନ୍ମ ହେଇଥିଲୁ ଦିନେ ଏବଂ ଆଉ ଗୋଟିଏ ଦିନ ଆସୁଛି, ସେଦିନ ଆମେ ନିଶ୍ଚୟ ଏ ଦୁନିଆରୁ ଯିବୁ। ଜନ୍ମ ଆଉ ମୃତ୍ୟୁ ଇଏ ହେଉଛନ୍ତି ଭାଇ ଭଉଣୀ। ଜନ୍ମ ଯେମିତି ଆସିଛି ହସି ହସିକିରି ଆସିଛି, ମୃତ୍ୟୁ ସେମିତି ନ ଆସିଲେ ବି ସେ କାନ୍ଦି କାନ୍ଦିକିରି ଏ ଦୁନିଆରୁ ସେ ଯିବ। ତେଣୁ ଆପଣମାନେ ଏତିକି କେବଳ ମନେ ରଖନ୍ତୁ, ଯେମିତି ଭଗବାନ ରାମଙ୍କର 4ଟି ଭାଇ ଥିଲେ, ଏଇଟା ଆପଣମାନେ ସବୁ ଜାଣିଛନ୍ତି। ତାଙ୍କର ଗୋଟିଏ ଭଉଣୀ ଥିଲା, ସେଇଟା ଅନେକ ଲୋକ ଜାଣନ୍ତିନି। ତାଙ୍କର ବାପା ଥିଲେ ଦଶରଥ। ସେ 10 ଦିଗ ବୁଲିକିରି ଅନେକ ଶତ୍ରୁମାନଙ୍କୁ ନିଧନ କରିଥିବାରୁ ତାଙ୍କୁ ରାଜା ଦଶରଥ ବୋଲି କୁହାଯାଏ। ଏହି ଦଶରଥଙ୍କର 3ଟି ରାଣୀ ଥିଲେ, କୌଶଲ୍ୟା, କୈକେୟୀ, ସୁମିତ୍ରା। ଏହିସବୁ କଥାକୁ ଟିକେ ଆମେ ଯଦି ତର୍ଜମା କରିବା ତାହେଲେ ଆମେ ବୁଝିପାରିବା ପ୍ରକୃତରେ ଆମେ କିଏ, ଆମେ ଏ ସଂସାରକୁ କାହିଁକି ଆସିଛୁ ଏବଂ କ'ଣ ନେଇକିରି ଆମେ ଏ ସଂସାରରୁ ଯିବୁ। ये दुनियाटा हूँ दशरथ, ये जगतर ना हूँ दशरथ। पूर्व पश्चिम उत्तर दक्षिण अग्नि वायु अरुत नैषुन उर्ध अध ये सबू मिसिकी दशरथ। ये पृथ्वी रे आपण जो दिगरे था, जो देश रे था, निश्चित भाव में आपण गोटे यही 10 दिग भितर गोटे दिगरे आपण गोटे बिंदु। आपण जदि दशरथ हेले ताले 3टी राणी किए? 3टी राणी होउछन्ती कौशल्या, कैकेयी, सुमित्रा। ये कथा तो आपण माने जानी, किंतु से 3टी राणी होउछन्ती आम समस्तंक भितर सबु बेले जन्म ठारू मृत्यु पर्यंत ये 3 जन सबु बेले आम सहित अच्छा। ये 3 जन किए?
କର୍ମ ଜଣେ କର୍ମ ରୂପରେ ଅଛି। ସିଏ ସବୁବେଳେ ଆମକୁ ପ୍ରେରଣା ଦେଉଛି, ଏତେ ସମୟ ବସ ନେଇ ନିଜ କର୍ମକୁ ପାଳନ କର। କର୍ମ ହେଉଛନ୍ତି ଧର୍ମ। ସେଇ ଧର୍ମକୁ ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ମନୁଷ୍ୟ ଜନ୍ମ ଦିଆଯାଇଛି। ଇଏ ହେଉଛି ପ୍ରଥମ ରାଣୀ କର୍ମ। ଦ୍ୱିତୀୟ ରାଣୀ ହେଉଛନ୍ତି କୈକେୟୀ। ଇଏ ହେଉଛନ୍ତି ଜ୍ଞାନର ପ୍ରତୀକ। ଆପଣମାନେ ବହି ପଢ଼ିବେ, ସେଥିରେ ଗୋଟାଏ ପ୍ରକାର ଲେଖା ହେଇଛି। ଆପଣ ଜଣଙ୍କ ଠାରୁ କିଛି ପ୍ରବଚନ ଶୁଣିବେ, ସେଥିରେ ଦେଖିବେ ସିଏ ଗୋଟାଏ ପ୍ରକାର। ଆପଣ ଏଠି ଆସିକିରି ପହଞ୍ଚିଲେ, ବଳିଆ କ'ଣ କହିବେ ବୋଲି ଭାବିଲେ, ମୁଁ ଯାହା କହିଲି ଆପଣ ଭାବିବେ ଇଏ ପୁଣି ଗୋଟେ କ'ଣ ରାମାୟଣ। ତେଣୁ ଏଠି ଗୋଟିଏ କଥା ବୁଝିବାକୁ ହେବ, କର୍ମ, ଜ୍ଞାନ ଓ ଭକ୍ତି, ଇଏ ତିନି ଜଣଙ୍କୁ ନେଇ ଆମ ଜୀବନ, ଆମ ଦେଶ, ଆମ ପୃଥିବୀ ରହିଛି। ଇଏ ତିନି ଜଣ ନ ରହିଲେ ବିଲକୁଲ କିଛି ହେବନି, ଘାସ ବି କଅଁଳିବ। ତାହେଲେ କର୍ମଟା କେମିତି ରୂପରେ ଅଛି, କର୍ମ କ'ଣ ଚାହୁଁଛି? ଆମକୁ ହାତ, ଗୋଡ଼, ନଖ ସବୁ କଥା ଦିଆହେଇଛି। କ'ଣ ପାଇଁ ଦିଆହେଇଛି? କ'ଣ ତାସ ଖେଳିବା ପାଇଁ, କ୍ରିକେଟ ଖେଳିବା ପାଇଁ, ଏଇ ସବୁ ପାଇଁ ନା ଆଉ କ'ଣ ତାର ଭିତ୍ତିରେ ଉଦ୍ଦେଶ୍ୟ କ'ଣ ଅଛି? ଭିତ୍ତିରେ ଉଦ୍ଦେଶ୍ୟ ସେ କହିଲେ, ବୋହରି ଅର୍ଥେ କର୍ମ ଆପଣ ଦେଖନ୍ତୁ, ଛୁଆଟିଏ ଜନ୍ମ ହେଲା, ଆପଣ ତାକୁ ଖେଳେଇ ଶିଖେଇ ନାହାନ୍ତି। ତୁ ଏମିତି ଗୋଡ଼ ବାଡ଼େଇବୁ, ହାତ ବାଡ଼େଇବୁ, ଏମିତି କାନ୍ଦିବୁ। କେଉଁ ବାପା ମା ଏ କଥା ତାଙ୍କୁ ଶିଖେଇଛନ୍ତି? କିନ୍ତୁ ଜନ୍ମ ହଉ ହଉ ସେ ଗୋଡ଼ ହାତ ବାଡ଼େଇ କେତେବେଳେ କାନ୍ଦିଲା, କେତେବେଳେ ହସିଲା। ଏମିତି ହଉ ହଉ ଧୀରେ ଧୀରେ ବଡ଼ ହେଲା। ଜନ୍ମ ବେଳେ ଆପଣ ଦେଖିବେ ପିଲାଟି ମାନେ ସମ୍ପୂର୍ଣ୍ଣ ଭାବରେ ମୀନ ଅବତାର, ମତ୍ସ୍ୟ ଅବତାର। ଯେତେବେଳେ ସେ ପେଟେଇଲା, ସେତେବେଳେ ସେ ହେଉଛି କଚ୍ଛପ ଅବତାର। ଯେତେବେଳେ ସବୁ କଥାକୁ ଧରିବା ପାଇଁ ଆକର୍ଷିତ ହେଲା, ସେଇ ହେଉଛି ଶୂକର ଅବତାର। ଯେତେବେଳେ ଠୁକୁ ଠୁକୁ ହେଇକିରି ଚାଲିଲା, ସେ ଅବତାରଟି ହେଉଛି ବାମନ ଅବତାର। 15ରୁ 20 ବର୍ଷ ପର୍ଯ୍ୟନ୍ତ ସିଏ ଯେତେବେଳେ ଏ ସମାଜରେ ଏଇ ଅବସ୍ଥାରେ ପହଞ୍ଚିଲା, ନିର୍ଭୀକ ଭାବରେ କଥା କହିଲା, ନିର୍ଭୀକ ଭାବରେ ସମସ୍ୟାକୁ ସମାଧାନ କଲା।
ନିର୍ଦ୍ଦିଷ୍ଟ ଭାବରେ କିଛି ନୂଆ କଥା ଉଦ୍ଭାବନ କଲା। ସେଇ ଗୋଟିକ ହେଉଛି ଭୃଗୁପତି ପରଶୁରାମ ଅବତାର। ଯେତେବେଳେ ବୈବାହିକ ଜୀବନ ଆରମ୍ଭ ହେଲା ସେତେବେଳେ ସେ ହେଇଗଲା ରାମାବତାର, ମର୍ଯ୍ୟାଦା ପୁରୁଷୋତ୍ତମ ରାମ ସେଇ ଅବତାରକୁ ଆସିଲା। ଜଣେ କହିବ ଯଦି ସେଇ ଅବତାରକୁ ଆସିଲେ ରାମଙ୍କର ତ 4 ଭାଇ, ଏଠି ଆପଣ ତ ଖାଲି ରାମଙ୍କ କଥା କହୁଛନ୍ତି, ନାଇଁ 4 ଭାଇଙ୍କ କଥା ବି ତାରି ଭିତରେ ଅଛି। ରାମ କହିଲେ ଆନନ୍ଦ। ଏଠି ଆପଣମାନେ ବସିଛନ୍ତି, କାହିଁକି ବସିଛନ୍ତି? ଆନନ୍ଦ ଟିକେ ପାଇବା ପାଇଁ। ଆପଣଙ୍କ ଘରେ କ'ଣ ଟିଭି ନାହିଁ ନା କ'ଣ? ଟିଭି ତ ଆଜିକାଲି ଆଉ ଦେଖୁନାହାନ୍ତି କି? ଆପଣଙ୍କ ଘରେ କ'ଣ କିଛି ନାହିଁ? ଆପଣ ଏଠିକି ଦୌଡ଼ିକି ପଳେଇ ଆସିଲେ। ଜୀବନର ପ୍ରଥମ ଆବଶ୍ୟକ ହେଉଛି ଆନନ୍ଦ, ରାମ। ଦ୍ୱିତୀୟ ମାଗୁଣୀ ହେଉଛି ଲକ୍ଷ୍ମଣ। ସେ କିଏ? ଚରିତ୍ର। ଥିଲେ ଥାଉ ଧନ ଇଏ ରାମଙ୍କର ଭାଇ ଲକ୍ଷ୍ମଣ। ଜୀବନରେ ଯଦି ଆନନ୍ଦ ହେଉଛନ୍ତି ବଡ଼ ଭାଇ, ତା ତଳ ଭାଇ ହେଉଛନ୍ତି ସୁଚରିତ୍ର। ତାପରେ ଆଉ ଗୋଟିଏ ଭାଇ ଅଛନ୍ତି, ତାଙ୍କ ନାଁ ଭରତ। ଭରତ କିଏ? भक्ति रे प्रीति नाही जाय, से गाऊं रे गोपाल। भक्ति रे प्रीति नाही जाय, से गाऊं रे ଆପଣମାନେ ସମସ୍ତେ ଭକ୍ତିକୁ ନେଇ ଏଇଠିକି ଆସିଛନ୍ତି। ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ଲକ୍ଷ ଲକ୍ଷ ଲୋକ, ସେତିକି ସେ କାହିଁ ଯାଇଛନ୍ତି? ଜଗନ୍ନାଥଙ୍କୁ ଦର୍ଶନ କରିବେ, ଟିକେ ମୁକ୍ତି କାମନା କରିବେ। ତେଣୁ ଲକ୍ଷ୍ମଣ ହେଉଛନ୍ତି ସୁଚରିତ୍ର, ଭରତ ହେଉଛନ୍ତି ଭକ୍ତି ରୂପିଣୀ ଜନନୀ। ଆପଣମାନେ ଶୁଣିଥିବେ, ନ ଦେଖିଲେ କିଛି କଥା ନାହିଁ, କିନ୍ତୁ ଶୁଣିଥିବେ ଯେ ଭୋଗ ମଣ୍ଡପକୁ ରୋଷଶାଳରୁ ଭୋଗ ଆଇଲା। ସେ ଭୋଗ ଯେତେବେଳେ ଆସିଲା, ଟିକେ ତୁଳସୀ ତା ଦେହରେ କାଳେ ପଇଲା। ସେ ତୁଳସୀଟି କୋଉଠି ରହିଲା? ଏଇ ଗଣ୍ଡୁକ ଜଳ ଭିତରେ। ଯେଉଁ ଜଳ ପିଇଲେ ବି ଶୋଷ ମେଣ୍ଟିବ। ଗୋଟିଏ ବିରି ବୁଡ଼ିଲା ଭଳି
ପାଣି ଟିକେ ରହିବ ଗଣ୍ଡୁ ସବି। ତାପରେ ସେବକ ଧ୍ୟାନ କରିବ, ତାକୁ ଯେମିତି ଧ୍ୟାନ ଆସେ ସେ ତାର କରୁ। ଧ୍ୟାନ କଲା, ଧ୍ୟାନ କରୁ କରୁ ଯେତେବେଳେ ତା ଭିତରେ ମାନେ ମୋଟାମୋଟି ଭାବରେ ସୃଷ୍ଟି ହେଲା ମାନସ ନୀଳାଞ୍ଚଳ, ପ୍ରଭୁ ଜଗନ୍ନାଥଙ୍କ ରୂପଟି ଦେଖାଗଲା। ଆପଣ କହିବେ କଣ ଏଇଗୁଡାକ ସତ କଥା? ଆପଣ ଯଦି ମିଛ ମନେ କରୁଛନ୍ତି ଆପଣ ଆଉ ମୋ କଥା ନ ଶୁଣିବେନି। ଆଉ ଯେଉଁମାନେ ଗପୁଛନ୍ତି ତାଙ୍କ କଥା ଶୁଣ। ଆମେ ଜୀବନରେ ଅନୁଭବ କରୁଛୁ ଏଇଟା ସତ୍ୟ। ତେବେ ଜୀବର ଗତି ଅନୁଭବ ଜୀବନରେ ସବୁଠାରୁ ଶ୍ରେଷ୍ଠ କଥା। ଯେଉଁମାନେ ହିମାଳୟ କନ୍ଦରରେ ବୁଲୁଛନ୍ତି, ହିମାଳୟଟା ଆଉ କନ୍ଦର ନାହିଁ, ଗୁମ୍ଫା ନାହିଁ, ଖାଲି ବୁଲୁଛନ୍ତି। ଯେଉଁଠି ଗୋଟା ଅଛି ଗୋଟା ଦିଟା ଅଛି ବସିଛନ୍ତି। ବେଳେ ବେଳେ ମୁଁ ତାଙ୍କୁ ଏବେ ଆଉ ପଚାରୁନି, ଆଗରୁ 10 ବର୍ଷ ପୂର୍ବରୁ କଥା ମୁଁ କହୁଛି। ଆପଣ କ'ଣ ଏ ଗୁମ୍ଫାରେ ବସିକିରି ଆପଣ ତ ପ୍ରଥମେ ମାର ଗର୍ଭରୂପିଣୀ ଗୁମ୍ଫା ଭିତରେ ଥିଲେ। ସେ ବି ଦିନେ ଓଳିଏ ନୁହେଁ 4-6 ମାସ କି 8 ମାସ ରହିଲେ। ପୁଣି ଏଠି ଗୋଟେ ଗୁମ୍ଫାରେ ଆପଣ ବସିଛନ୍ତି। ସେଠି କ'ଣ ଅନୁଭବ କରିଥିଲେ, ଏଠି କ'ଣ ଅନୁଭବ କଲେ? ପ୍ରକୃତରେ ସେମାନେ ମାନେ ଆମ ମନ ବୁଝିଲା ଭଳି ଉତ୍ତର ଦେଇପାରନ୍ତି। ସେ କୁହନ୍ତି, ଭଲ କଥା କୁହନ୍ତି, କିନ୍ତୁ ସଠିକ ଉତ୍ତର ଦେଇପାରିବେ। ଆମେ ଏଠି ସମସ୍ତଙ୍କୁ ଡାକୁଛୁ, ମା ବାପା ଭାଇ ଭଉଣୀ ଠାରୁ ଆରମ୍ଭ କରି କୋଇଲା ଖଣି ପର୍ଯ୍ୟନ୍ତ ସବୁ ଡାକୁଛୁ। କିନ୍ତୁ ଯେତେବେଳେ ମାତୃ ଗର୍ଭରେ ଥିଲୁ ଆମ ଆଖିଟା ପୁରା ବୁଜିକିରି ଥିଲା। ସେତେବେଳେ ଆମେ କ'ଣ ଦେଖୁଥିଲୁ? ଗୋଟିଏ ଆଲୋକ ଶିଖା, ଗୋଟିଏ ପ୍ରଦୀପର ଅଗ୍ନି ଶିଖାଟିକି ଆମେ ଦେଖୁଥିଲୁ। ଯେମିତି ଆମେ ଏଠି ଜନ୍ମ ହେଇପଇଲୁ, ସେ କୁଆଡ଼େ ଯାଇଛି, ଆମେ ଆଉ ତାକୁ ପାଉନୁ। ଆଉ ସେଇଥିପାଇଁ କୁହାଗଲା ଭକ୍ତିରେ ପ୍ରୀତି ନାହିଁ ନା ସେଟା ଉଗମେ ଗୋପର ଭକ୍ତି ମାନେ କ'ଣ କି? ଭକ୍ତି ମାନେ ଧରନ୍ତୁ ଆପଣ ନିଜେ ନିଜେ ଭାବିବେ, ଭକ୍ତି କହିଲେ ଇଏ ମାଳି ହେଉଛି ଗୋଟିଏ ଭକ୍ତି, ଇଏ ମାଳିଟା କୁଆଡ଼େ ଗଲାଣି, ଇଏ ମାଳି ଗୋଟାଏ ଭକ୍ତି, ଇଏ ତିଲକ ଗୋଟାଏ ଭକ୍ତି, ଏମିତିଆ ସବୁ ଆପଣ କହିବେ। ଆଉ ଏସବୁ ଭକ୍ତି ନୁହେଁ, ଏଥିରେ ଅନୁଭବ ଆସେନି। ଭକ୍ତି କେତେବେଳେ ଜନ୍ମ ନିଏ? ଯେତେବେଳେ ଭକ୍ତି ସହିତ ପ୍ରୀତି ସଂଯୋଗ ହୁଏ। ମୁଁ ଈଶ୍ୱରଙ୍କ ଠାରୁ ଆଇଛି, ଯୋଉଦିନ ମରିବି ସେ ଈଶ୍ୱରଙ୍କ ସହିତ ପୁଣି ମୋର ଆଉ ଥରେ ଭେଟାଭେଟ ହବ।
ତାପରେ ସିଏ ମୋତେ ଯୋଉଠିକି ପଠେଇବେ, ଏଥର ତାଲଚେରକୁ ପଠେଇଦେଲେ, ଆଉ ଥରେ ଦିଲ୍ଲୀକି ପଠେଇବେ, ଆଉ ସେଠିକି ଯିବୁ। ଏଇ ହଉଛି ଭକ୍ତି। ଭକ୍ତିର ଅର୍ଥ ହଉଛି ସେବା। ଯେଉଁ ଜୀବନରେ ସେବା ନାହିଁ, ସେବା ଯିଏ କରେ ନାହିଁ, ଇଏ ଯେଉଁ ବାହୁଲ୍ୟ ଗପ ସବୁ ଗପୁଛନ୍ତି, ଆମେ ସେବକ, ଆମେ ସମାଜ ସେବକ, ପ୍ରକୃତରେ ତା ଭିତରେ ବି ସେବକ ଅଛନ୍ତି। ଆଉ କିଛି ଶୁଦ୍ଧ ବାହୁଲ୍ୟ ମିଛ କଥା। ସିଏ କାହାକୁ ସେବା କରନ୍ତିନି, ମନେ ମନେ ଭାବନ୍ତି ଆମକୁ କିଏ ସେବା କରନ୍ତା। ସେ କହିଛନ୍ତି ଗୋଟେ ଭାଗବତର ଗୋଟେ ପଦରେ କହିଛନ୍ତି, ସେବା କା ପନ୍ଥ ଭକ୍ତିର ବିବାହ ସାଧ ଅହିତ ସେବା ସାଧନ ଭକ୍ତିର ବିବାହ ସାଧ ଅହିତ। ତେଣୁ ସଜ୍ଜନ, ଇଏ କଥା ଲମ୍ବିଲାଣି, ଲମ୍ବିଯିବ। ତଥାପି ଟିକେ ଧୈର୍ଯ୍ୟ ରଖିବେ, କଥାଟାକୁ ଟିକେ ଆମେ ସଂକ୍ଷିପ୍ତରେ ଶେଷ କରିବା। ତେବେ ବର୍ତ୍ତମାନ ଭରତ ହେଲେ ଭକ୍ତି ବା ସେବା। ଗୀତା କେମିତି କହିଲେ, ତଦବିଧି ପ୍ରଣି ଭାତେନ ପରିପ୍ରଶ୍ନେନ ସେ। ଗୀତା କହିଲେ, ଭାଗବତ କହିଲେ, ଆଉ ବାପ ମା ବି କହିନାହାନ୍ତି, ପ୍ରାକ୍ଟିକାଲି ଦେଖେଇ ଦେଲେ। ସେବାଟା କ'ଣ ବାପ ମା ଇଏ ଦେଖେଇ ଦେଲେ। ଆମେ ଯେତେବେଳେ ମଳମୂତ୍ର ହେଇକିରି ଆମେ ବିଛଣାରେ ଗଡ଼ୁଥିଲୁ, ଆମକୁ ସେବା କରୁଥିଲା କିଏ? ସଫା କରୁଥିଲା କିଏ? ଆମକୁ ପାଠ ପଢ଼େଇଥିଲା କିଏ? ଭଲ ମଣିଷ ହବା ପାଇଁ ଆମ କାନରେ ବାରମ୍ବାର କହିଥିଲା କିଏ? ସେଇ ଯୋଉ ଦିଓଟି ମଣିଷ, ତାକୁ ଆଜି ମଣିଷ ଭୁଲି ଯାଉଛି। ସେଇ ହଉଛି ପ୍ରକୃତ ସେବା। ଆଉ ବାପ ମା ବୁଢ଼ା ବୁଢ଼ୀ ହେଇଗଲେ, ବଡ଼ କଥା, ଖଣ୍ଡିଆ ମଣ୍ଡିଆ ହେଇଗଲେଣି, ସେ ଅମୁକ ଡାକ୍ତରଖାନାରୁ କ'ଣ ସେଟା କି ଔଷଧ ନା, ତାକୁ ଆଣିକି ଏମିତି ପକେଇ ଇଏ କରି ନା ଆମେ ସେବା କରୁଛୁ। ବାବା ବାୟା କହିଲେ ସେ ବା। ସେ କିଏ? ସେ ହଉଛି ନିଶ୍ୱାସ। ଆଜି ଅଛୁ, କାଲିକି ରହିପାରିବୁ ବୋଲି ଗ୍ୟାରେଣ୍ଟି କିଛି ନାହିଁ। ଆଉ ତୁ କ'ଣ କହୁଛୁ, ମୁଁ ଏଇଆ କରିବି ସେୟା କରିବି। ଆଚ୍ଛା ସଜ୍ଜନ, ରାମ ଲକ୍ଷ୍ମଣ ଭରତଙ୍କ ପରେ ଆଉ ଜଣେ ଭାଇ ତାଙ୍କର ଥିଲେ ଶତ୍ରୁଘ୍ନ, ଯିଏ ଜୀବନରେ ନିଃସ୍ୱାର୍ଥପର ଭାବରେ କୌଣସି ପଦପଦବୀ ଲୋଭ ନଥାଇକିରି ଯିଏ ମାନବ ଜଗତକୁ, ଜୀବ ଜଗତକୁ ବା ଭୀମ ଭୋଇଙ୍କ ଆଦର୍ଶକୁ ବା ଗୋପବନ୍ଧୁଙ୍କ ଆଦର୍ଶକୁ ଯେଉଁମାନେ ଗ୍ରହଣ କରିଛନ୍ତି, ସେଇ ଗୋଟିକ ହେଉଛି ଶତ୍ରୁଘ୍ନ। ତାପରେ କଥାଟି ହେଉଛି, ତାଙ୍କର ଗୋଟିଏ ଭଉଣୀ ଥିଲା ଶାନ୍ତା। ସିଏ ଝିଅଟି ବୁଢ଼ୀ କିଏ? ଗୀତା କେତେ ସୁନ୍ଦର ଭାବରେ କହିଛନ୍ତି, ଦୁଃଖେ ସୁବିଘ୍ନ ମନା ଦୁଃଖରେ ଭାଙ୍ଗି ପଡ଼ନା। ଯଦି ଜୀବନରେ ସୁଖ ଆସିଲା, ଆନନ୍ଦ ହୁଅ, କିନ୍ତୁ ବ୍ୟଭିଚାର ହୁଅ ନା। ସ୍ୱେଚ୍ଛାଚାରିତାକୁ ତ୍ୟାଗ କର। ଆପଣ ପାଖକୁ ପଇସା ହେଲା ବୋଲି ଆପଣ ମଦ ପିଇବେ, ଇଏ କ'ଣ କଥା? କାହିଁ ଫଳ
କିଣିକିରି ଖାଇକିରି କିଛି ବାଣ୍ଟୁନାହାନ୍ତି। ତେଣୁ ନିଃସ୍ୱାର୍ଥପର ମଣିଷ ଯୋଉଠି ଶତ୍ରୁଘ୍ନ ସେଇଠି। ଯୋଉଠି ଦୁଃଖରେ ଭାଙ୍ଗି ପଡ଼ନ୍ତି ନାହିଁ, ସୁଖରେ ଅସହଯୋଗ କରନ୍ତି ନାହିଁ, ସେଇ ହେଉଛନ୍ତି ଶାନ୍ତା। ଇଏ କୌଶଲ୍ୟା, କୈକେୟୀ, ସୁମିତ୍ରା, ଇଏ ତିନି ଜଣଙ୍କ କଥା ତ କହିଲି କର୍ମ, ଜ୍ଞାନ, ଭକ୍ତି। ଆଉ ସେ କଥା କାହିଁ କହିବା? ତାଙ୍କର 4 ପୁଅ ଥିଲେ, 4 ପୁଅ ଆଉ କାହାର ନାହାନ୍ତି? ଆପଣ କହିବେ ଆପଣ ତ ବାହାସାହା ହେଇନାହାନ୍ତି, ଆପଣଙ୍କର ତ ନାହିଁ କିଛି, ଆଉ ଆପଣ ବାନ୍ଧ ଭଳିଆ ବହିଛନ୍ତି ଆଉ। କିନ୍ତୁ ପ୍ରକୃତରେ ମୋର ଅଛନ୍ତି। ଆପଣମାନେ ମାନେ ମାନେ ଲୁଚେଇବି କାହିଁକି? ମୁଁ ସତ କହୁଛି, ମୋ ଭିତରେ 4ଟା ପୁଅ ମୋର ଅଛନ୍ତି, କିନ୍ତୁ ମୁଁ ତାକୁ ମାନେ ଗୁପ୍ତରେ ରଖିଛି। ସେ 4ଟି ପୁଅ କିଏ? ହାର୍ତ୍ତି ଜିଜ୍ଞାସୁ, ଜ୍ଞାନୀ ତ ଆର୍ତି, ଜିଜ୍ଞାସୁ, ଅର୍ଥ, ଜ୍ଞାନ। ହଉ ହେଲା, ଯେତିକି ମନେ ପାଇଲା। ଆଚ୍ଛା, ଏଠି ଆମେ ଯିଏ ବହିଛେ, ମୁଁ ଆପଣମାନେ ଆମେ ସମସ୍ତେ ବର୍ତ୍ତମାନ ଏକ। ମୁଁ ବଳିଆ ବାବା, ଆପଣ ସବୁ ହଳୁଆ ବାବା, ସେ ସବୁ ନୁହଁ। ଆମେ ଏଠି ସମସ୍ତେ ବହିଛେ। 4ଟି ଲୋକ ମାତ୍ର ବସିଛନ୍ତି। କାହା ଭିତରେ ଦୁଃଖ ନାହିଁ, କାହା ଭିତରେ ପ୍ରଶ୍ନ ନାହିଁ, କାହା ଭିତରେ ଜ୍ଞାନ କାହାର ଆବଶ୍ୟକ ନାହିଁ। ଆଚ୍ଛା, ଅର୍ଥ କାହାର ଆବଶ୍ୟକ ନାହିଁ। ଇଏ 4ଟା ଜିନିଷ ଆମ ସମସ୍ତଙ୍କର ଅଛି। ଏତିକି ଲୋଭଟାକୁ ତ୍ୟାଗ କରିବା। ଏଇ ଭାଗବତର ଗୋଟାଏ ପଦ ପଢି ରହୁଛି। ଭାଗବତ ପଦ ଗୁଡାକ ସିଏ କହୁଛନ୍ତି ଯେ ଯେଉଁଠି ଲୋଭ ନାହିଁ, ନିଷ୍କାମ ଜନ୍ମେ ଯାହୁଦ। ଏତେ କଥା ପରେ ଆଉ ସେ କଥାକୁ ଲମ୍ବେଇବାନି। ତେବେ 4 ପୁଅ, ଗୋଟିଏ ଭଉଣୀ, 3ଟି ସ୍ତ୍ରୀ, ଆଉ ଗୋଟିଏ ରାଜା। କୋଉ ଦେଶର ସେ ରାଜା? ଅଯୋଧ୍ୟା। ରାବଣ ମୃତ୍ୟୁ ପୂର୍ବରୁ ପଚାରିଥିଲା, ହେ ରାଜା, ଆପଣ କିଏ? ଆପଣଙ୍କ ରାଜ୍ୟ କୋଉଠି? ଆପଣ କ'ଣ କରନ୍ତି? ଦଶରଥ ନିର୍ଭୀକ ଭାବରେ କହିଥିଲେ, ମୋ ନାଁ ହେଉଛି ଦଶରଥ। ମୁଁ 10 ଦିଗକୁ ଯାଇପାରେ, ଶତ୍ରୁ ସହିତ ଯୁଦ୍ଧ କରିପାରେ, ସେଥିପାଇଁ ଦଶରଥ। ତାପରେ ଆପଣଙ୍କର ରାଣୀ 3। କର୍ମ, ଜ୍ଞାନ, ଭକ୍ତି, ଏ କଥା ତ ଆପଣଙ୍କୁ କୁହା ସରିଲାଣି, ପୁଣି କାହିଁ ତାକୁ କହିବା? ଆଉ ଗୋଟେ କହିବା, ତ୍ରିଗୁଣ
ଆମ୍ଭେମାନେ ଏଠାରେ ବସିଛେ, ଇଏ କୋଉ ଗୁଣ? ସତ୍ ଗୁଣ। ବର୍ତ୍ତମାନ ସତ୍ସଙ୍ଗ ପରେ ଘରକୁ ଯିବା, କିଏ ଯାହା ରୁଟି ଫୁଟି ହେଇଥିବ ଖାଇବା, ବିଛଣା ଟିକେ ପକେଇ ଶୋଇବା, ସେଇଟା କୋଉ ଗୁଣ? ରଜ ଗୁଣ। ତାପରେ ଆପଣ ଶୋଇବାକୁ ଯାଉଥିଲେ, ଗୋଟେ କାହାଠାରୁ ଶୁଣିଦେଲେ ତମକୁ ଅମୁକ ଲୋକ ଏଇଆ ଶୋଧିଛି ବା ଅମୁକ ଜାଗାରେ ତମକୁ ଛକିକିରି ତମକୁ ହାଣିବ। ଆପଣଙ୍କର କୋଉ ଗୁଣ ପ୍ରବେଶ କଲା? ତମ ଗୁଣ। ଏଇ ତିନି ଗୁଣକୁ ନେଇକିରି ଇଏ ପୃଥିବୀ ଚାଲିଛି। ଆଉ ଏଇଠି ଆମେରିକା ଅଛି, ଏଇଥିରେ ଇରାନ ଅଛି, ଏଇଥିରେ କୁଏତ ଅଛି, ନାଇଁ କ'ଣ ଏଇଟା, ଏଇ ତ ସବୁ ଆରି ଭିତରେ ଅଛନ୍ତି। ସାରା ପୃଥିବୀ ଯାକ ଏଇଠି। ଇଏ ହଉଛନ୍ତି ତିନି ରାଣୀ। ଆପଣଙ୍କ ଭିତରେ ସେ ଅଛନ୍ତି, ତାଙ୍କୁ ଖୋଜିଲେ ମିଳିବେ ନା। ଆଉ କିନ୍ତୁ ଆପଣମାନେ ସମସ୍ତଙ୍କୁ ଖୋଜନ୍ତି, ଜଣକୁ ଖୋଜନ୍ତିନି। ସିଏ ଜଣକ କିଏ? ସେଇ ଜଣକୁ ଇଏ ସେବକ ଖୋଜେ। ସେ କିଏ? ମନ୍ଥରା। ଆପଣଙ୍କ ଭିତରେ ଗୋଟେ ଭାବ ଆସିବଣି, କ'ଣ କହିଲେଣି ମନ୍ଥରା ଗୋଟେ ଲୋକ, ତାର ଶେଷ ମୂଳ ଅକ୍ଷର ହଉଛି ମ, ଶେଷ ଅକ୍ଷର ହଉଛି ରା। ଜୀବନର ଶେଷ ପର୍ଯ୍ୟାୟ ମରା। ସେ ଆଦ୍ୟ ପର୍ବ ନୁହେଁ, ଶେଷ ପର୍ବ। ଯେତେବେଳେ ରାମ ଫେରି ଆସିଛନ୍ତି, ରାମ ମାନେ ଯେତେ ବର୍ଷ ଯାଆନ୍ତୁ ଆଇଲେ, ସିଏ ଆଗ ଆସିକିରି ମା ମାନଙ୍କୁ ନମସ୍କାର କଲେ, କୈକେୟୀଙ୍କୁ ପ୍ରଥମ ନମସ୍କାର କଲେ। ଇଏ ହଉଛି ଭାରତର ପୂଜ୍ୟ ପୂଜା। କୈକେୟୀ କୁହ ସମ୍ବରଣ କରିପାରିଲେନି। ହେ ରା ହେ ଆଖିରୁ ଲୁହ ପୋଛିଦେଲେ ପ୍ରଭୁ ରାମ। ମହାଜାନ କହିଲେ, ମା ତମେ ଏତେ କାନ୍ଦୁଛ କାହିଁକି? ମୁଁ ତ ଫେରି ଆସିଲେ, ସେଥିପାଇଁ ମୁଁ କାନ୍ଦୁନି। ମୁଁ କାନ୍ଦୁଛି, 3 ଜଣ ଯାଇଥିଲ, 3 ଜଣ ଫେରିଲ। ଆଜି ମୋର ଜନ୍ମ, ଏଇ ଯୋଉ ଅଯୋଧ୍ୟା ମାଟିରେ ଆଜି ଦୀପାବଳି ଉତ୍ସବ ପାଳନ। ଏ କଥା କୈକେୟୀ କହିବା ପରେ କୌଶଲ୍ୟାଙ୍କୁ ଦଣ୍ଡବତ କଲେ, ସୁମିତ୍ରାଙ୍କୁ ଗ୍ରହଣ କଲେ। ଏସବୁ ଗୋଟେ ଗୋଟେ କଥା, ଖାଲି ଗୋଟେ ଯାହା ଦରକାର ଆମେ କହିବା। ଶେଷକୁ କହିଲେ, ମା ମନ୍ଥରା କୋଉଠି? ଇଏ ଭାବି ନଥିବେ ଆମେ କହୁଛୁ, ମନ୍ଥରାକୁ କ'ଣ ଖୋଜିଲେଣି ରାମ ଆଉ ଲକ୍ଷ୍ମଣ? ତାକୁ ବୋଧେ ଆଜି ଦେଖିଲେ ତା ବେକକୁ ମୋଡ଼ିବେ। ମନ୍ଥରା କୁଆଡ଼େ ଯାଇଛି, ସେ ବନ୍ଧୁ ଘର ଆଡ଼କୁ ଯାଇଛି, କାଲିକି ଫେରିବ। ମୁଁ ବର୍ତ୍ତମାନ ମନ୍ଥରାଙ୍କୁ ଦର୍ଶନ କରିବାକୁ ଯିବି, ତାର ପାଦ ଧୂଳି ମୁଁ ମସ୍ତକରେ ବୋଳିବି। ଆରେ ଇଏ କି ଅଡୁଆ କଥା! ଅଡୁଆରେ ପଡ଼ିଗଲେ କୌଶଲ୍ୟା। ତାପରେ ବାଧ୍ୟ ହୋଇ କହିଲେ, ଏଇ ଘରେ ଅଛି। ଆଉ
ମନ୍ଥରା ତଳେ ପଡ଼ି ଯାଇଛନ୍ତି, ମୁଣ୍ଡ ଟିକେ ଖଣ୍ଡିଆ ହେଇଯାଇଛି, ମୁଣ୍ଡ ପିଟିକିରି କାନ୍ଦୁଛନ୍ତି। ହେ ରାମ ପୁରୁଷ নারায়ণ কেশব গোবিন্দ গৌরধ্বজ দামোদর মাধব হে কৃষ্ণ কমলাপতে জগৎপতে শ্রীকাপতে শ্রীপতে বৈকুণ্ঠাধিপতে চরাচরপতে লক্ষ্মীপতে ମନ୍ଥରା କାନ୍ଦୁଛନ୍ତି, କେବଳ କହୁଛନ୍ତି ମୋ ରାମ କାହିଁ, ମୋ ସୀତା କାହିଁ, ମୋ ଲକ୍ଷ୍ମଣ କାହିଁ। ରାମ କହିଲେ ମା ମୁଁ ବା ତୋ ଆଗରେ ଠିଆ ହେଇଛି, ତୁ ଖୋଜୁଛୁ କଣ? ତୁ ହଉଛୁ ରାମ। କୁଣ୍ଡେଇ ପକେଇ ବୁଢୀ ଆହୁରି କାନ୍ଦେ। ମନ୍ଥରା କହିଲା ମୋରି ପାଇଁ ଇଏ ଅଯୋଧ୍ୟା ନଗରଟା ଛାରଖାର ହେଇଗଲା, ମୋରି ପାଇଁ ତୁ ଗଲୁ ଜଙ୍ଗଲକୁ, ମୋରି ପାଇଁ ମୋ ବୋହୂ ସୀତା ସିଏ ମଧ୍ୟ ତୋ ସାଙ୍ଗରେ ଗଲା, ଲକ୍ଷ୍ମଣ ମଧ୍ୟ ଗଲା। ତୁ ମତେ ତଣ୍ଟି ଚିପିକିରି ମାରିଦେ, ମୁଁ ମୃତ୍ୟୁ ଚାହେଁ, ମୁଁ ଆଉ ବଞ୍ଚିବାକୁ ଚାହେଁ। ଭାବ ବିନୋଦୀ ଠାକୁର ମନ୍ଥରାଙ୍କୁ ଗେହ୍ଲା କଲେ। ଖାଲି ଗୋଟିଏ ଧାଡ଼ି କହିଲେ ରାମ, କହିଲେ ମନ୍ଥରା ମା ତୁ ମତେ ଯଦି ଜଙ୍ଗଲକୁ ପଠେଇ ନଥାନ୍ତୁ ମୁଁ କଣ ଜଙ୍ଗଲ ଦେଖିଥାନ୍ତି? ପଶୁପକ୍ଷୀ ଝରଣା ପାହାଡ଼ ପର୍ବତକୁ ଦେଖିଥାନ୍ତି? ମୁଁ କଣ ଋଷିମାନଙ୍କ ଆଶ୍ରମକୁ ଦେଖିଥାନ୍ତି? ତୋ ପାଇଁ ମୁଁ ଜୀବନ ମୋର ସାର୍ଥକ ହେଇଛି। ମୁଁ କେତେ କଣ ଦେଖିକି ଯାଇ, ମୁଁ କେତେବେଳେ କହିବି ତୁ ଶୁଣିବୁ। ବର୍ତ୍ତମାନ ମୁଁ ଟିକେ ପ୍ରଣାମ କରି ସମସ୍ତଙ୍କୁ ଦେଖା କରିବି। ସରି ନାହିଁ ମାୟଣ ଅଛି ମୋ ଆମରି ଭିତରେ ସବୁ ଅଛି, ଏଇ ତାଳଚେର ଭିତରେ ବି ସବୁ ଅଛି। ସବୁକୁ ସିନା ଖୋଜିଲେ ହବ। ମୁଁ ଯେତେବେଳେ ପ୍ରଥମେ ତାଳଚେରରେ କ'ଣ ଗୋଟେ କହିଥିଲି, ସେ ବୋଧେ ଚିତ୍ରକୂଟ ଆଶ୍ରମରେ, ମୁଁ ଚିତ୍ରକୂଟ ଆଶ୍ରମର ସେ ମୂର୍ତ୍ତିଙ୍କୁ ଦେଖିକିରି ମୁଁ ମାନସିକ ସ୍ତରରେ ତନ୍ମୟ ହେଇଯାଇଥିଲି।
ତେଣୁ ଆମରି ଭିତରେ ସବୁ ଅଛି। ଅଯୋଧ୍ୟା ମଧ୍ୟ ଆମରି ଭିତରେ ଅଛି। କହିଲେ ଅନନ୍ତ ଏଇ ଲଲାଟ ଚକ୍ରରେ ଅଛନ୍ତି। କୋଉ ରୂପରେ? ଜ୍ୟୋତିରାନନ୍ଦ ରୂପରେ। ଯଦି ଜୀବନରେ ଏମିତି ହଉ ହଉ ଯଦି କେତେବେଳେ ଟିକେ ପାଇଗଲେ ଜୀବନ ସାର୍ଥକ ହେଇଯିବ। ଅଯୋଧ୍ୟା ଏଇ ଚକ୍ରକୁ ଟିକେ ଆଖି ବୁଜି ଧ୍ୟାନ କର। ହୃଦୟ ଚକ୍ର ହଉଛି ତାଙ୍କର ଘର। ତେଣୁ ସଜ୍ଜନ ଆକୁ ସବୁ ଭୁଲ ବୁଝିବେନି। ଆମେ ଖାଲି ଉପାଖ୍ୟାନ ସିନା ପଢୁଛୁ, କିନ୍ତୁ ତତ୍ତ୍ୱ ତା ଭିତରେ ଅଛି। ସେଇଥିପାଇଁ ଭାଗବତରେ କହିଲେ ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ଭବ ସାଗରୁ ତରିଆ। ଏଇଠି ବସି ରାମଙ୍କୁ ଖୋଜନ୍ତୁ, ଲକ୍ଷ୍ମଣଙ୍କୁ ଖୋଜନ୍ତୁ, ମା ଜାନକୀଙ୍କୁ ଖୋଜନ୍ତୁ। ଏଇଠି ବସିକିରି ସମସ୍ତଙ୍କୁ ଖୋଜନ୍ତୁ। ତେଣୁ କେମିତି ଲେଖା ହେଇଛି ଚମତ୍କାର କଥା। हेरा राम 14 बरस वनवास राम 14 वर्ष गले। 14 आपण माने निजे होउछनी 14। 3 हाथ अधे होउची आपण शरीर। एणु जाइकरी मापिबे 84 अंगुल। ये गोटे अर्थ गला। आ गोटे अर्थ होउची जीवन रे जन्म हेले आजि पर्यंत जहा करूछंती पुणी बंची थिबा पर्यंत जहा करिवे कौन पई करिवे। 14 कौन 4 1 रे 4 14 कथा मु कहूनी। 4टी तत्व आपण पाइबे, निश्चय पाइबे। से कौन? धर्म अर्थ काम मोक्ष। धर्म अर्थ काम मोक्ष यही 4टी जिन पाईगले आउ कौन दरकार आमर। से कहुए से नाटा भी एडे सुंदर। से दिन बल्मीक जाइथिले पुष्करिणी कूल को स्नान करने मैथुन रत कौंत पक्षी से गछ डाल बसी मैथुन क्रिया संपादन करुवा समय राजा दशरथ ताकू चाहिए कौन कहले पक्षी एटी स्नानागार तीर्थ जल एटी सब कौन हो गोटे सर माइले गली पड़े से कौंत पक्षी तार मनरे अभिशाप देइथिला तुम्हें मोर सुखर संसार को भांगी देल एमिति दिने समय आसीबो
ଆପଣଙ୍କର ସୁନାର ସଂସାର ବି ଭାଙ୍ଗିଯିବ। ରାମ 14 ଧର୍ମ କରନ୍ତୁ। କିଏ ଆପଣଙ୍କୁ ଉପହାସ କରୁଛି ହସୁଛି ତା ହସ୍ତ। ଆପଣ ଧର୍ମକୁ ରକ୍ଷା କରନ୍ତୁ। ଧର୍ମର ବହୁତ ଅର୍ଥ ଅଛି, ଏତେ କଥା ମୁଁ କହୁନି। ଆପଣମାନେ ଅଣଶିକ୍ଷିତ ନୁହନ୍ତି, ଆପଣମାନେ ପାଠୁଆ କର୍ମୀ, ତେଣୁ ଆପଣମାନଙ୍କ ଜୀବନରେ ଅନେକ ଅନୁଭବ ଅଛି। ମୁଁ କ'ଣ ଏକୁଟିଆ ଗୋଟିଏ ପଣ୍ଡିତ? ତେଣୁ ସଜ୍ଜନ ଏକରେ ଧର୍ମ। ବାଲ୍ୟକାଳୁ ଧର୍ମ ଆଜି ଯାହା କରିବା କଥା ଆଜି କର। ବର୍ତ୍ତମାନ ଯାହା କରିବା କଥା ବର୍ତ୍ତମାନ କର। ଜଣକୁ ବର୍ତ୍ତମାନ ଅକ୍ସିଜେନ ଦେବାର କଥା ବର୍ତ୍ତମାନ ଦେବା ଆରମ୍ଭ କର। ଆପଣଙ୍କ କାଲିକି ଦେବା, ତାପରେ ନଥିବ କାହାକୁ ଦେବେ? ସୁବତ୍ସ ଶୀଘ୍ର। ଏ କଥା ରାବଣ ମଧ୍ୟ ରାମକୁ ଶିଖେଇଥିଲେ। ଧର୍ମ ଦୁଇରେ ହେଲା ଅର୍ଥ। ଧନ ଅର୍ଜନି ଧର୍ମ। ବହୁତ ବହୁତ ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ମିଛ କହି ଲାଞ୍ଚ ଦେଇ, ଲାଞ୍ଚ କିଏ ନେଉଛି କି ନାହିଁ ମୁଁ କହିପାରିବି, ଏମିତି ଏଇ ଯେଉଁ ଚାଲିଛି ବର୍ତ୍ତମାନ, କାହାକୁ ବନ୍ଧୁକ ଦେଖେଇ କାହାକୁ ମର୍ଡର କରି, ଏମିତିଆ ଧନ କିଛି ଆବଶ୍ୟକ ନାହିଁ। ଭାଗବତ ମନା କରିଦେଲେ। ଦୁଃଖେ ସଞ୍ଚିତ ଅର୍ଥ ଉପାର୍ଜନ କରିବେ, ଆପଣଙ୍କ ପାଇଁ ଖର୍ଚ୍ଚ ରଖିବେ, ବାପ ମାଙ୍କ ପାଇଁ କିଛି ଦେବେ, ଗୁରୁକ୍ଷେତ୍ରକୁ ଦେବେ, ଆଉ ସାଙ୍ଗସାଥିରେ ବସିଛେ ଯାହା ଏ ମଦ ମାଦକକୁ ଛାଡ଼ିକିରି ଯାହା ଚାଟ ଫାଟ ଯାହା ଖାଇବା କଥା ଖାଅ। ତେଣୁ ଜୀବନଟା ଅତି ସୁନ୍ଦର, ଆମେ ତାକୁ ଅତି ଖରାପ କରିଦେଲୁ। ଜୀବନ ବନ କହିଲେ ଜଳ, ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ। ଆପଣ ସେଇ ମାଟିର ସନ୍ତାନ। ହଉ ସଜ୍ଜନ, ଇଏ ଧର୍ମ କରିବେ, ଅର୍ଥ ଉପାର୍ଜନ କରିବେ। କାହିଁକି କରିବେନି? କରିବେ, କିନ୍ତୁ ଦୁଃଖେ ସଞ୍ଚିତ ଧନ ଉପାର୍ଜନ ହେଲା। ଏ ଧନ ଉପାର୍ଜନ କଥା କହି ରାତି ପାଇଯିବ। ତେଣୁ ଆମର କ'ଣ ଦରକାର? ଯେତିକି ମନେ ରଖିପାରିବା ସେତିକି କହିବା ଆଉ କରିବା। ଆଚ୍ଛା, ଇଏ ଗଲା ଅର୍ଥ। ଅର୍ଥ ଉପାର୍ଜନ କରନ୍ତୁ, କିନ୍ତୁ ଅର୍ଥ ଲୋଭୀ ହୁଅନ୍ତୁ ନାହିଁ।
ଭାଗବତ ମନା କରିଦେଲେ ସେମିତି ଜମା ହବନି, ସେମିତି ଜମା ହବନି। ଆପଣମାନେ ସବୁ ଓଡ଼ିଆ, ଆମ ଘର ହେଉଛି ଓଡ଼ିଶା, ଆମେ ଜଗନ୍ନାଥ ଦେଶର ଗୋଟେ ଗୋଟେ ଛୋଟିଆ ସେବକ, ଆମେ ବି ସେବକ। ସେ କ'ଣ କହିଛନ୍ତି? ଦୁଃଖେ ସଞ୍ଚିତ ତେଣୁ ଇଏ ହେଲା କଥା। ତେଣୁ ଧନ ଉପାର୍ଜନ କରିବା ପାଇଁ କେହି ଆଦୌ କୌଣସି ଶାସ୍ତ୍ର ମନା କରିନାହିଁ। ଧର୍ମ ଅର୍ଥ, ତାପରେ କ'ଣ ଆସିଲା? କାମ। ସେ କାମଟି କ'ଣ? ଭଲ ମଣିଷ ହବା, ପୁଅ ଝିଅଙ୍କୁ ଭଲ ମଣିଷ କରିବା, ସୁସନ୍ତାନ ସୃଷ୍ଟି କରିବା, ଅଯଥା କାମନା, ଅଯଥା ଲୋଭରୁ ଦୂରେଇ ଯିବା। ତାପରେ ଆସିଲା ମୋକ୍ଷ। ମୋକ୍ଷ କହିଲେ କ'ଣ? ମୋକ୍ଷ କହିଲେ ସବୁ ଆଉ କେତେ କଥା ଅଛି। ଶାନ୍ତି, ମୁଁ ଶାନ୍ତିରେ ବଞ୍ଚିବି, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦେବି। ଅନ୍ୟନ୍ନ ଚିନ୍ତୟନ୍ତ ମାଂ ଯେ ଜନା ତେଷାଂ। ମୁଁ ରାବଣ କ'ଣ ସୁବର୍ଣ୍ଣ ଲଙ୍କା ଗଢ଼ିଥିଲା? ମୁଁ ବି ମୋ ଘରକୁ ସୁବର୍ଣ୍ଣ କରିବି। ଏ ଯେଉଁ ସୁନା ନୁହଁ, ଏ ଯେଉଁ ବଜାରରେ ବିକ୍ରି ହଉ, ସେ ଅଲଗା ସୁନା। ଏଠି ସୁନା ମାନେ ପାପ, সোনা। এটি সুনা কইলে অর্থ আজন্ম সর आजिकाली कौन आउ किए गीत बोलुची? हाँ बोलुचंती कि कमीगला। सत्य केवल लिभि जाए ना। ये प्रत्येक कथा भितर लुचि रही जीवन दर्शन। तेणु पवित्र तालचेर माटी से हिंगुड़ा मार माटी बुढ़ी ठाकुराणी माटी एटी जगन्नाथंकर पूजा हुए। एठी हेंगुड़ाईंकर यात्रा बसे। मु अनेक थर आसी किंतु वर्तमान मु आई टिके बुलिकी विश्राम नेबी बोली कि विश्राम किसी होनी पुणी बुलिकी चली। तेणु टिके बुलिकी आश्रम फेरीजी। तेणु कथा कहले तो अनेक तेबे कथार नथा कौन से गोटे कथा होची आस आमे भल मनीष हवा भल मनीष करिबा। तेणु सज्जन यही कथा को यही छोटिया कथा को बड़िया पादपद्म समर्पण करी आपण मान को नमस्कार जणे कथा को यही विश्राम रहुछि।